ସତ୍ୟ ଆଉ କଣ ବୁଝିବେ? ଦେଖା 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 ଏଇ ଅବସ୍ଥାରେ ମୁଁ ବୁଝୁଛୁ ଜୀବନ ମନ କେତେ କଣ ଥିବେ ମୋର ଇନଫେକ୍ସନ ହବନି। ମୁଁ ଏବେ ଡକ୍ଟର ଭାଇ ଡକ୍ଟର তো গামুছা এই শালুয়া দেহ এই কাঁদুয়া মাটি ମୋ ପାଖକୁ ଟିକେ ଦୂରେଇ ଦିଅ। ଚବିଶ ଘଣ୍ଟା ଏକ୍ସରେ ରହି ରହି ଲାଇଫ ଷ୍ଟାଇଲଟା ପୁରାପୁରି ବଦଳି ଯାଇଛି ଭାଇ। ଛାଲ ତ ପଡ଼ିବ ଆମର ତ ଏସି ନାହିଁ। ଠିକ ଅଛି କାର ଭିତରକୁ ପଳେଇବୁ। और कार ଭିତରକୁ ପଳେଇବୁ? ହଁ କାର ଭିତରେ ଟିକେ ଏସି ଲଗେଇ ବାବା ବୋଉଙ୍କ ସାଙ୍ଗେ ଟିକେ କଥା ହେଇ ଚାଲିଛି। ମୋ କାରଟା ବି ଗୋଟେ ଦାମିକିଆ କୋଠାଠୁ ଅଧିକ ଦାମ ଭାଇ। ତୁ ମୋ ମରିଆଟି କେ ଜଗତ ଯାକର ଲୋକ କହନ୍ତି ଶୋଇ ଆମର ରାମଚନ୍ଦ୍ର ହେଲେ ମରିଆ ହଉଛି ମୋର ଲକ୍ଷ୍ମଣ। ତୁ ମରିଆ କି ସାଙ୍ଗରେ ମୋ ପୁଅକୁ ତୁ ଏତେ ବଡ ବଡ କଥା କହିକି ଗଲୁ। ଗାମୁଛା ତୋ ଦେହରେ ବାଜି ଗଲେ ତୋ ଦେହରେ ଛିଣାଣୁ ବସି ଯାଉଛି। ତୁ ତାପରେ ରାଗୁଛୁ କାହିଁ କହିଲୁ? ଲୋ ସେ କଣ ଜାଣିତାଇ ଲୋକ ହେଇଛି? ଡାକ୍ତର କି ହେଇଟି ଅନେଇଲୁ? ଲୋ ମୋ ନାଁ କହିକି ତା ପାଖରେ ଆମ ଗାଁରୁ କେତେ ଲୋକ ଭଲ ହଉଛନ୍ତି। ଲୋ ଏବେ ଏବେ ପରା କରୋନା ରୋଗ ଯାଇଛି। ମଣିଷଠୁ ମଣିଷ 6 ଫୁଟ ଦୂରରେ ରୁହ। ଘରୁ ବାହାରକୁ ଗଲେ ସେ ସାବୁନ ମାରିକି ହାତ ଧୁଅ। ତାପରେ ବି କେତେ ଲୋକଙ୍କ ଜୀବନ ଚାଲିଗଲା। ଲୋ ତୁ ତାପରେ କାହିଁକି ରାଗୁଛୁ କହିଲୁ? ସେ କଣ ଭୁଲଟା କହିଲା କଣ? ତାପରେ ରାଗି ଯାଉଛି। ମୁଁ ଶୁଣିଲି ଆମ ଡାକ୍ତର ବାବୁ ଆସିଛନ୍ତି। ହେଲା ହେଲା ବାପା ହେଲା। ଏତେ ଦିନ ପରେ ବାପା କଥା ମନେ ପଡିଲା। ମୋ ସ୍ୱପ୍ନ ଯେମିତି ସତ ହବ ମୁଁ ଏତେ କଳ୍ପନା କରୁନଥିଲି କହିଲା। ତୁ ଡାକ୍ତର ହବୁ ଜଣେ ସୁନାମଧନ୍ୟ ଡାକ୍ତର। ଏ କଥା ଦେଖିଲା ପରେ ଗର୍ବରେ ଆଜି ମୋ ଛାତିଟା ଫୁଲି ଉଠୁଛି କହିଲା। ଫୁଲି ଉଠୁଛି। କୁଆଡେ ବୁଲୁଥିଲ? ଅଳିଆ ମଳିଆ ହାତ ହେଇଛ ତାକୁ ଧରି ପକଉଛ। ତମେ କଣ ଦେଶ ଦୁନିଆ ବିଷୟରେ କିଛି ଜାଣିପାରୁନା? ଲୋ ସେ କଣ ସାଧାରଣ ରୋଗ ହେଇଛି? ଡାକ୍ତରଟି କରୋନା ରୋଗ ଏବେ ଏବେ ଆମ ଦେଶରୁ ଯାଇଛି। ଲୋ ମଣିଷ ମଣିଷ ପାଖରେ ଠିଆ ହେଇପାରିବନି। ଘରୁ ବାହାରକୁ ଗଲେ ବାହାରୁ ଘରୁ ଆସିଲେ 3 ଥର ସାବୁନ ମାରିକି ହାତ ଧୁଅ। ତାପରେ ଶହ ଜୀବନ ଚାଲିଗଲା। ଲୋ ବାପା ହେଲା ସେ ବହି ପଢା ଡାକ୍ତର ଆଉ ତୁ ହଉଛୁ ଘୋଡା ଚଢା ଡାକ୍ତର ମାନେ ଆୟୁର୍ବେଦିକ ଡାକ୍ତର। ମୁଁ ତତେ କଥା କହୁଛି ମୁଁ ଗାଧେଇ ପାଧେଇ ପରିଷ୍କାର ପରିଚ୍ଛନ୍ନ ହେବା ପର୍ଯ୍ୟନ୍ତ ତମ ଡାକ୍ତର ବାବୁଙ୍କ ପାଖ ମାରିବିନି ହେଲା। ପୁଅ ସେମିତି ବୁଝଉଛି ବାପ ସେମିତି ବୁଝି ଯାଉଛି।